ମାନେ ଲାଷ୍ଟ ଲିମିଟ ଅଫ ଭକ୍ତି ରସ ଆସ୍ୱାଦନ କରିଥିଲେ। ଆଉ ସେଇ ତା ପରେ ପରେ ମାଧବେନ୍ଦ୍ର ପୁରୀ, এই ମାଧବେନ୍ଦ୍ର ପୁରୀ ଯେତେବେଳେ ଏଇପରି এই ଶ୍ଳୋକ ଆବୃତ୍ତି କରି ସେ ଯେତେବେଳେ ରୋଦନ କରିଥିଲେ କୃଷ୍ଣଙ୍କର ବିରହରେ, ଏମିତି ସମୟ ତାଙ୍କର ଇଏ ଶିଷ୍ୟ ରାମଚନ୍ଦ୍ର ପୁରୀ ଆସି ଗୁରୁଦେବଙ୍କୁ ଉପଦେଶ ଦେଉଛନ୍ତି, ଗୁରୁଦେବ ଆପଣ କାହିଁକି ଏଇପରି କ୍ରନ୍ଦନ କରୁଛନ୍ତି, ଆପଣ ବ୍ରହ୍ମ ଚିନ୍ତନ କରନ୍ତୁ। ଇଏ ହଉଛି ଅଧମ ଶିଷ୍ୟ, ତେଣୁ ଗୁରୁ ତାକୁ ପରିତ୍ୟାଗ କଲେ। ଆଉ ଈଶ୍ୱର ପୁରୀ ନିଜ ହାତରେ ସେଇ ମାଧବେନ୍ଦ୍ର ପୁରୀଙ୍କ ମଳ ମୂତ୍ର ସେ ସେବା ମନୋଭାବ ନା ରହିଲେ କେବେ ହେଲେ ସେ ଗୁରୁଙ୍କର କୃପା ପ୍ରାପ୍ତ ହେଇପାରୁନା। ଗୁରୁଙ୍କ କୃପା ପ୍ରାପ୍ତ ନା ହେବା ପର୍ଯ୍ୟନ୍ତ ଭଗବାନଙ୍କ କୃପା ସେ ପ୍ରାପ୍ତ ହେଇପାରେ। ଆଗି ଫକର ଦେ ସେବାରେ ସବୁ ଛଳନା କପଟତା କରି କେହି ଗୁରୁ କୃଷ୍ଣଙ୍କ କୃପା ପ୍ରାପ୍ତ ହେଇପାରିବନି। ଏ ନିଷ୍କପଟ ଭାବରେ ଏଇ ଈଶ୍ୱର ପୁରୀ